ଦଶମ ଶ୍ରେଣୀର ଓଡ଼ିଆ ସାହିତ୍ୟ କଥା ପାଠରେ ଆଜି ଆମେ ପ୍ରଶ୍ନୋତ୍ତର ଆଲୋଚନା କରିବୁ। 1 ନମ୍ବର 1822 ମସିହାରୁ ଖ୍ରୀଷ୍ଟିଆନ ମିଶନାରୀ ମାନେ ଓଡ଼ିଶାରେ କ'ଣ ପ୍ରତିଷ୍ଠା କରିଥିଲେ? ମିଶନ ସ୍କୁଲ। 2 ନମ୍ବର 1866ରେ ଉତ୍କଳ ଦୀପିକା ପତ୍ରିକାର ସମ୍ପାଦନ କିଏ କରୁଥିଲେ? ଗୌରୀଶଙ୍କର ରାୟ। କେଉଁଟି କବିବର ରାଧାନାଥ ରାୟଙ୍କ କୃତି ନୁହେଁ? ଅବସର ବାସରେ। କନକଲତା ଉପନ୍ୟାସ ରଚୟିତା କିଏ? ନନ୍ଦିକିଶୋର ବଲ। କେଉଁ କୃତିଟି ସଚ୍ଚିବାନନ୍ଦ ରାଉତଙ୍କର? ମଶାଣିର ଫୁଲ। ଅଭିଯାନ ନାଟକର ରଚୟିତା କିଏ? କାଳୀଚରଣ ପଟ୍ଟନାୟକ। ସୂର୍ଯ୍ୟାସ୍ତ ନିଲାମ ଆଇନ ଦ୍ୱାରା ଓଡ଼ିଆ ଜନତା କିପରି କ୍ଷତିଗ୍ରସ୍ତ ହେଲେ? ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଂରେଜମାନେ ଓଡ଼ିଆ ବା ଓଡ଼ିଶାକୁ ଅଧିକାର କଲେ। ସେମାନେ ସୂର୍ଯ୍ୟାସ୍ତ ନିଲାମ ଆଇନ ବଳରେ ଓଡ଼ିଶାର କୃଷକ ଓ ଜମି ମାଲିକଙ୍କ ଜମିକୁ ନୂତନ ଭାବେ ସୃଷ୍ଟ ଅନୁଗତ ଜମିଦାରମାନଙ୍କୁ ହସ୍ତାନ୍ତର କଲେ। ସେହି ନୂତନ ସୃଷ୍ଟ ଜମିଦାରମାନେ ଜନସାଧାରଣଙ୍କର ପ୍ରତି ଅନୁଦାର ଭାବେ ପୋଷଣ କଲେ। ଫଳସ୍ୱରୂପ ଓଡ଼ିଆ ଜାତି ହାଉ ତାସ ମଧ୍ୟରେ ନାନା ଅତ୍ୟାଚାର ଶୋଷଣ ଓ ପୀଡ଼ନର ଶିକାର ହେଲା। 8 ନମ୍ବର ଭାରତ ବର୍ଷ ଭାରତ ବର୍ଷରେ ବ୍ରାହ୍ମ ସମାଜର ପରିକଳ୍ପନା କିଏ କରିଥିଲେ? ଭାରତ ବର୍ଷରେ 1828ରେ ରାଜା ରାମମୋହନ ରାୟ ବ୍ରାହ୍ମ ସମାଜର ପରିକଳ୍ପନା କରିଥିଲେ। ତାଙ୍କ ଦ୍ୱାରା ବ୍ରାହ୍ମ ଧର୍ମ ପିତୁଲା ପୂଜକକୁ ବିରୋଧ କରି ଏକ ସ୍ୱର ବ୍ରହ୍ମବାଦ ଉପରେ ଗୁରୁତ୍ୱ ଦେଲା। ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ ଲେଖ। ବିବେକୀ, ଯିଏକି ଲେଖିଥିଲେ କବିବର ରାଧାନାଥ ରାୟ। କବିବର ରାଧାନାଥ ରାୟଙ୍କର କି କି କୃତି ରହିଅଛି? ଖାଲି କୁହାଯାଇଛି ହେଲା କେଦାଗୋରୀ, ଉଷା, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା ଓ ପାର୍ବତୀ। ତାଙ୍କର ଅନ୍ୟାନ୍ୟ କୃତି ମଧ୍ୟ ଦେଇଅଛି। ଓଡ଼ିଆ ଭାଷା ସୁରକ୍ଷା ନିମିତ୍ତ ଫକୀରମୋହନଙ୍କର ଅବଦାନ ସମ୍ପର୍କରେ ଲେଖ। ସେମାନେ କେନ୍ତା ଅବଦାନ ଦେଇଥିଲେ? ବହୁତ କିଛି ଲେଖିଛନ୍। କିମ୍ବା ସରସ୍ୱତୀ ସମ୍ମାନରେ ଭୂଷିତ ସାରସ୍ୱତ ସାଧକ ଫକୀରମୋହନ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜୀବନ ସାରା ପ୍ରୟାସ କରିଥିଲେ। ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ସାରଥୀ ଥିଲେ। ସ୍କୁଲ ଶିକ୍ଷକ ଥିଲାବେଳେ ସେ ପ୍ରକାଶ କରିଥିଲେ ବାଲେଶ୍ୱର ସମ୍ବାଦ ବାହିକା ନାମକ ଏକ ସମ୍ବାଦ ପତ୍ର। ଲେଖିଥିଲେ ଉତ୍କଳ ଭ୍ରମଣ, ତାଙ୍କର ଏକ ଭିନ୍ନ ସ୍ୱାଦର କବିତା ପୁସ୍ତକ, ମାମୁଁ, ପୂଜା ଫୁଲ, ପୁଷ୍ପମାଳା ଏସବୁ କିଛି ଲେଖିଥିଲେ। ବାମଣ୍ଡା ରାଜସଭାରୁ ଫକୀରମୋହନ କେଉଁ ଉପାଧି ପାଇଥିଲେ? ଫକୀରମୋହନ ସେନାପତିଙ୍କ ସାରସ୍ୱତ ପ୍ରତିଭାରେ ବିମୁଗ୍ଧ ବାମଣ୍ଡାର ରାଜସଭା ବ୍ୟାସକବିଙ୍କୁ ସରସ୍ୱତୀ ସମ୍ମାନରେ ଭୂଷିତ କରିଥିଲା। କୃଷକଙ୍କ ସଙ୍ଗୀତ ରଚୟିତା କିଏ? ସ୍ୱଭାବ କବି ଗଙ୍ଗାଧର ମେହେର। ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ? ଜଗନମୋହନ ଲାଲ। ତାଙ୍କ ରଚିତ ବାବାଜୀ ନାଟକ ପ୍ରଥମ ଓଡ଼ିଆ ନାଟକ, ଯାହା 1877 ମସିହାରେ ରଚିତ ହୋଇଥିଲା। ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ନାଁ କ'ଣ? ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ନାଁ ପଦ୍ମମାଳୀ। 16 ନମ୍ବର ଗୋପାଳ ଚନ୍ଦ୍ର ମହାରାଜଙ୍କର କେଉଁଠି ଏକ ଅକ୍ଷୟ କୀର୍ତ୍ତି? ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ କ'ଣ ଥିଲା? ମାନବ ସେବା, ଇତିହାସ ଓ ଐତିହ୍ୟ ଆବିଷ୍କାର ମାଧ୍ୟମରେ ଜାତି ଅତୀତ ଐଶ୍ୱର୍ଯ୍ୟକୁ ଦର୍ଶାଇଦେବା ଓ ସର୍ବୋପରି ଜାତୀୟ ଚରିତ୍ର ଗଠନ ପାଇଁ ପ୍ରେରଣା ପ୍ରଦାନ କରିବା ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା। ସତ୍ୟବାଦୀ ବନ ବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ଲେଖ। ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀ ମିତ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ବାସୁଦେବ ମହାପାତ୍ର। କୋଣାର୍କେ କେଉଁ କବିଙ୍କର କୃତି? ଇତିହାସ ଆଧାରିତ ଓ ଜାତୀୟ ଭାବଧାରାର ପ୍ରାଣବନ୍ତ କାବ୍ୟ କୋଣାର୍କେ। ସଂସାରର ଧର୍ମୀ ଶିକ୍ଷକ କବି ପଣ୍ଡିତ
ନୀଳକଣ୍ଠ ଦାସଙ୍କର ଅମଳିନ କୃତି ବା ପ୍ରତିଭା। କବି କୁନ୍ତଳା କୁମାରୀଙ୍କ ଯେକୌଣସି ତିନୋଟି କୃତିର ନାମ ଲେଖ। ଅଞ୍ଜଳି, ଉଚ୍ଛ୍ୱାସା, ସ୍ଫୁଲିଙ୍ଗ। ସବୁଜ ଚେତନାର 5 ଜଣ ତରୁଣ ସାହିତ୍ୟିକ କିଏ? ଅନ୍ନଦାସଙ୍କ ରାୟ, କାଳିନ୍ଦ୍ରୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତ ମୁଖାର୍ଜୀ ଓ ହରିହର ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବା ପାଇଁ ଜାତୀୟ ଉଦ୍ବୋଧନମୂଳକ ଓଡ଼ିଆ ଗୀତିକା କେଉଁମାନେ ରଚନା କରିଥିଲେ? କବି ବୀରକିଶୋର ଦାସ ଓ ବାଞ୍ଛାନିଧି ମହାନ୍ତି। ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ? ଭଗବତୀ ଚରଣ ପାଣିଗ୍ରାହୀ, ଯାହାକି 1935ରେ ପ୍ରତିଷ୍ଠା କରିଥିଲେ। କବି ମାୟାଧର ମାନସିଂହ ଓ ରାଧାମୋହନ ଗଳନାୟକ କାବ୍ୟିକ ବିଶେଷତ୍ୱ ସମ୍ପର୍କରେ ଯାହା ଜାଣ ଲେଖ ପାଇଯାଇଛି। ମାୟାଧର ମାନସିଂହର କବିତା ମୁଖ୍ୟତଃ ପ୍ରେମ, ପ୍ରଣୟ, ସୌନ୍ଦର୍ଯ୍ୟବୋଧ, ଜାତୀୟତାବୋଧ ଓ ମାନବ ବନ୍ଦନାର ମାର୍ମିକ ଆଲେଖ୍ୟ ବହନ କରିଥିଲା। 25 ନମ୍ବର। ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତା ପରେ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ କେଉଁମାନେ ସ୍ମରଣୀୟ? ତାଙ୍କର ନାଁ ଲେଖ କୁହାଯାଇଛି। ଭୀମା ଭୁଆଁ ଉପନ୍ୟାସ ରଚୟିତା କିଏ? ଗୋପାଳ ବଲ୍ଲଭ ଦାସ। ସୁରେନ୍ଦ୍ର ମହାନ୍ତିଙ୍କ ଯେକୌଣସି 2ଟି କୃତି ନାମ ଲେଖ। ଅନ୍ଧ ଦିଗନ୍ଧ ଓ ନୀଳ ଶୈଳ। ଗାଁ ମଜଲିସର ଲେଖକ କିଏ? ରମ୍ୟରଚନା ପ୍ରବନ୍ଧ। ଏହା ଲେଖକ ହେଉଛନ୍ତି ଡକ୍ଟର ହରେକୃଷ୍ଣ ମହତାବ। ଓଡ଼ିଆ ସାହିତ୍ୟର ଇତିହାସ କେଉଁ କେଉଁ ସାହିତ୍ୟ ଗବେଷକ ଲେଖିଛନ୍ତି? ବିନାୟକ ମିଶ୍ର, ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ, ସୁରେନ୍ଦ୍ର ମହାନ୍ତି, ମାୟାଧର ମାନସିଂହ, ନଟବର ସାମନ୍ତରାୟ, କୃଷ୍ଣଚରଣ ବେହେରା ଓ ବଂଶୀଧର ମହାନ୍ତି ପ୍ରମୁଖ ଅନ୍ୟତମ। ଓଡ଼ିଆ ଭାଷାରେ ଗୀତାଭିନୟ ରଚନା କରିଥିବା 2 ଜଣ ଯଶସ୍ୱୀ ସ୍ରଷ୍ଟାଙ୍କ ନାମ ଲେଖ। ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣି। ଏ ଥିଲା 10ମ ଶ୍ରେଣୀର ଓଡ଼ିଆ ସାହିତ୍ୟ କଥାର ପ୍ରଶ୍ନ ଉତ୍ତର।